नेक्स्ट आमर सरीगला कौन, एटा पूरा आमर कंप्लीट हो गला कौन, बेसिक कंप्यूटर ऑर्गेनाइजेशन। ठीक अच्छे, बेसिक कंप्यूटर ऑर्गेनाइजेशन आमर सरीगला। ठीक अच्छे, बेसिक कंप्यूटर ऑर्गेनाइजेशन चैप्टर 2 खत्म हो गला। तापर नेक्स्ट आसीबा आमर चैप्टर 3। बेसिक थिला एते तो एते किछि नाही, रॉकेट साइंस नाही जेडा कि तुम सब पढिছো ए सब जिंस आउथरे भलो भाबरे को हमें पढुचे आउ किछि भी नुहे। ठीक अच्छे, देन जहाँ भी पढ़िले बेसिक कंप्यूटर ऑर्गेनाइजेशन आउथरे इन डेप्थ पढ़िबा। ठीक अच्छे, इन डेप्थ। এই ଚ୍ୟାପ୍ଟରଟା ନାଁ କ'ଣ? ପ୍ରୋସେସର ଏଣ୍ଡ ମେମୋରି। ସବୁଠାରୁ ଇମ୍ପୋର୍ଟାଣ୍ଟ ପାର୍ଟ ଯେଟା କମ୍ପ୍ୟୁଟରର ପ୍ରୋସେସର ଏଣ୍ଡ ମେମୋରି। ଠିକ ଅଛି, ସେ ବିଷୟରେ ଦେଖିବା। ଠିକ ଅଛି, ଓକେ। ଦେଖ, ବେସିକ୍ ପ୍ରୋସେସର ଏଣ୍ଡ ମେମୋରି ଆର୍କିଟେକ୍ଚର ଅଫ ଏ କମ୍ପ୍ୟୁଟର ସିଷ୍ଟମ। ଠିକ ଅଛି, ଦେଖିପାରୁଛ ନା କେମିତି ତାର ଡାଇଗ୍ରାମଟା ହେଇଛି? ଯେଉଁ ଏଇ ଡାଇଗ୍ରାମଟା ହେଇଛି, ଯେଉଁ ବଡ଼ ବକ୍ସଟା, ଠିକ ଅଛି, ସେଟା ହେଲା ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। ତ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ର ପୁରା ଇଣ୍ଟରନାଲ ଷ୍ଟ୍ରକ୍ଚରଟା ତମକୁ ଶୋ କରାହେଇଛି। ବୁଝିପାରୁଛ ତ? ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ର ପୁରା ଇଣ୍ଟରନାଲ ଷ୍ଟ୍ରକ୍ଚରଟା ତମକୁ ଶୋ କରାହେଇଛି। ଠିକ ଅଛି, ତ ଆମେ ଉପରୁ ତଳକୁ ଆସିବା। ଟପରେ ଦେଖ ଗୋଟେ ଅଛି ରମ୍ ଅଛି, ଗୋଟେ ପି ରମ୍ ଅଛି, ଗୋଟେ ଫ୍ଲାସ୍ ଅଛି। ରମ୍ ହେଲା କ'ଣ? ରିଡ୍ ଅନଲି ମେମୋରି। ପି ରମ୍ କ'ଣ ହେଲା? ପ୍ରୋଗ୍ରାମେବଲ ରିଡ୍ ଅନଲି ମେମୋରି। ଆଉ ଗୋଟେ ଫ୍ଲାସ୍ ମେମୋରି। ଦେନ୍ ତା ତଳେ କ'ଣ ରହିଛି? ମେନ୍ ମେମୋରି ରହିଛି। ମେନ୍ ମେମୋରି କ'ଣ? ରାମ୍। ଠିକ ଅଛି, ଫେର ତା ତଳକୁ କ'ଣ ରହିଛି? କ୍ୟାଶ୍ ମେମୋରି। ଠିକ ଅଛି, କ୍ୟାଶ୍ ମେମୋରି ରହିଲା। ତାପରେ ରହିଲା ମେମୋରି। ମେମୋରି କ'ଣ? ସେକେଣ୍ଡାରୀ ଷ୍ଟୋରେଜ ମେମୋରି। ଠିକ ଅଛି, ଦେନ୍ ସେକେଣ୍ଡାରୀ ଷ୍ଟୋରେଜ ତା ପାର୍ଟରେ କ'ଣ ଆସିଲା? যেটা ଆମର ଆସିଯିବ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ରେ କ'ଣ ରହିଛି? ଗୋଟେ ହେଲା କଣ୍ଟ୍ରୋଲ ୟୁନିଟ୍, ଗୋଟେ ହେଲା ଏରିଥମେଟିକ୍ ଲଜିକ୍ ୟୁନିଟ୍। ଠିକ ଅଛି ନା? ତ କଣ୍ଟ୍ରୋଲ ୟୁନିଟ୍ରେ କିଛି କିଛି ଅଛି ପାର୍ଟ, ଫେର ଏରିଥମେଟିକ୍ ଲଜିକ୍ ୟୁନିଟ୍ରେ କିଛି କିଛି ପାର୍ଟ ଅଛି। ସେ ପାର୍ଟ ଇଜ୍ ନଥିଙ୍ଗ ବଟ୍ ଦିଜ୍ ଆର୍ କଲ୍ଡ ରେଜିଷ୍ଟର୍ସ। ତ କମ୍ପ୍ୟୁଟର ଅର୍ଗାନାଇଜେସନ ଆଣ୍ଡ ଆର୍କିଟେକ୍ଚରରେ ତମେ ପଢିଥିବ, ଦିଜ୍ ଆର୍ କଲ୍ଡ ରେଜିଷ୍ଟର୍ସ। କଣ୍ଟ୍ରୋଲ ୟୁନିଟ୍ରେ କିଛି ରେଜିଷ୍ଟର୍ସ ଅଛି, ଏରିଥମେଟିକ୍ ଲଜିକ୍ ୟୁନିଟ୍ରେ କିଛି ରେଜିଷ୍ଟର୍ସ ଅଛି। ସେ ରେଜିଷ୍ଟରର କାମ ହେଲା ସେ ସବୁ କାମ କରିବା। ଠିକ ଅଛି, ତମେ ଯଦି କମ୍ପ୍ୟୁଟର ଆର୍କିଟେକ୍ଚର ପଢିଥିବ ଆସେମ୍ବଲି ଲାଙ୍ଗୁଏଜ, ହେଲା, ତ ଆସେମ୍ବଲି ଲାଙ୍ଗୁଏଜକୁ ୟୁଜ୍ କରିକି ଏଇ ସବୁ କାମ କରାଯାଏ। ହେଲା, ତ କଣ୍ଟ୍ରୋଲ ୟୁନିଟ୍ରେ କ'ଣ ଅଛି? ଫାଷ୍ଟ ଫାଷ୍ଟ ଅଛି ଡିକୋଡର। କଣ୍ଟ୍ରୋଲ ୟୁନିଟ୍ରେ କ'ଣ ଅଛି? ଡିକୋଡର ଅଛି। ତାପରେ ଅଛି ପ୍ରୋଗ୍ରାମ କଣ୍ଟ୍ରୋଲ ରେଜିଷ୍ଟର ଅଛି। ତାପରେ ଇନଷ୍ଟ୍ରକ୍ସନ ରେଜିଷ୍ଟର ଅଛି। ତାପରେ ମେମୋରି ଆଡ୍ରେସ ରେଜିଷ୍ଟର ଅଛି। ତାପରେ ମେମୋରି ବଫର ରେଜିଷ୍ଟର ଅଛି। ଦେନ୍ ଇନପୁଟ ଆଉଟପୁଟ ରେଜିଷ୍ଟର ଅଛି। ତାପରେ ଜେନେରାଲ ପର୍ପଜ ରେଜିଷ୍ଟର ଅଛି। ଠିକ ଅଛି, କଣ୍ଟ୍ରୋଲ ୟୁନିଟ୍ରେ ଏତିକି ରେଜିଷ୍ଟର ଆମର ଅଛି। ଗୋଟେ ହେଲା ଡିକୋଡର, ଗୋଟେ ହେଲା ପ୍ରୋଗ୍ରାମ କଣ୍ଟ୍ରୋଲ ରେଜିଷ୍ଟର, ଗୋଟେ ହେଲା ଇନଷ୍ଟ୍ରକ୍ସନ ରେଜିଷ୍ଟର, ତାପରେ ମେମୋରି ଆଡ୍ରେସ ରେଜିଷ୍ଟର, ମେମୋରି ବଫର ରେଜିଷ୍ଟର, ଇନପୁଟ ଆଉଟପୁଟ ରେଜିଷ୍ଟର, ଜେନେରାଲ ପର୍ପଜ ରେଜିଷ୍ଟର। ଠିକ ଅଛି ନା? ଏଇ ସବୁ ରେଜିଷ୍ଟର ଗୁଡାକ ତମେ ପଢିଥିବ ଆଗରୁ। ଠିକ ଅଛି ନା? ଯେଟା ତମେ କଆ ପଢିଥିବ, ଧର କମ୍ପ୍ୟୁଟର ଅର୍ଗାନାଇଜେସନ ଆର୍କିଟେକ୍ଚର, ସେଥିରେ ଥିବ। ତାପରେ ଏରିଥମେଟିକ୍ ଲଜିକ୍ ୟୁନିଟ୍ରେ କ'ଣ ଆସିବ? ନା ଏକ୍ୟୁମୁଲେଟର ଆସିବ, ଜେନେରାଲ ପର୍ପଜ ରେଜିଷ୍ଟର ଏଣ୍ଡ ବହୁତ ସାରା ଜେନେରାଲ ପର୍ପଜ ରେଜିଷ୍ଟର ଥାଏ। ଠିକ ଅଛି, ତ ସେଇ ସବୁ ରେଜିଷ୍ଟର ମାନଙ୍କୁ ନେଇକି କ'ଣ ହେଇଥାଏ? ନା ଏରିଥମେଟିକ୍ ଲଜିକ୍ ୟୁନିଟ୍ ହେଇଥାଏ। ଦେନ୍ କଣ୍ଟ୍ରୋଲ ୟୁନିଟ୍ର ସବୁ ରେଜିଷ୍ଟର, ଏରିଥମେଟିକ୍ ୟୁନିଟ୍ର ସବୁ ରେଜିଷ୍ଟର ମାନଙ୍କର କମ୍ବିନେସନରେ କ'ଣ ହେଇଥିବ? ନା ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ ହେଇଥିବ। ଠିକ ଅଛି, ତ ତାଙ୍କର ଏରୋ ମାର୍କ ଗୁଡାକ ତମେ ଦେଖିପାରୁଥିବ। ଏରିଥମେଟିକ୍ ଲଜିକ୍ ୟୁନିଟ୍ ରୁ କଣ୍ଟ୍ରୋଲ ୟୁନିଟ୍ ରୁ ଏରିଥମେଟିକ୍ ଲଜିକ୍ ୟୁନିଟ୍, ଦେନ୍ ସେ ଉପରକୁ ଫେର ମେମୋରି, ମେମୋରିରୁ ଫେର ସିପିୟୁ। ତାପରେ ଏ ସାଇଡଟା କ'ଣ ଅଛି? ଏଆଇ ଡିଭାଇସେସ୍ ଅଛି। ସରି, ଏଆଇ କହିଛୁ, ଆଇଓ ଡିଭାଇସେସ୍। ଠିକ ଅଛି, ଆଇଓ ଡିଭାଇସ୍ ମାନେ ଇନପୁଟ ଆଉଟପୁଟ ଡିଭାଇସେସ୍ ସହିତ ବି ସେ କମ୍ୟୁନିକେସନ କରୁଛି। ଠିକ ଅଛି, दिस इज द बेसिक डायग्राम, मतलब कि प्रोसेसर एंड मेमोरी आर्किटेक्चर। ठीक अच्छे, डायग्राम तापर वन बाय वन हम देखिबा।
ठीक ଅଛି। ଟିକେ ଡାଇଗ୍ରାମ ଟା ଦେଖି ଜାଣିପାରିଲ ତ ଛୁଆ? ଆଜ୍ଞା ସାର୍। ନେକ୍ସଟ ଆସିବା ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। ତୁମେ କହ ସାର୍ ଆମେ ତ ଏଇଟା ଅଲରେଡ଼ି ପଢ଼ିଲେ, ଫେର ଆଉଥରେ ଏଟା କ'ଣ ପାଇଁ ନା ଆଉଥରେ ଇନ୍ ଡେପ୍ଥ ଯାଉଛେ। ଠିକ୍ ଅଛି। ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍ ସିପିୟୁ ଏଟା କ'ଣ ନା ଦ ବ୍ରେନ୍ ଅଫ୍ ଏ କମ୍ପ୍ୟୁଟର ସିଷ୍ଟମ, performs all major calculations and comparisons, activates and controls the operations of other units of a computer system. Two basic components are control unit and arithmetic logic unit. তারপরে next କ'ଣ? No other single component of a computer determines its overall performance as much as the CPU. ঠিক ଅଛି ନା? This is called central processing unit. ଏଇଟା ଆମେ already ପଢ଼ିଗଲେ। ନେକ୍ସଟ ଆସିବା କ'ଣ? କଣ୍ଟ୍ରୋଲ ୟୁନିଟ୍। କଣ୍ଟ୍ରୋଲ ୟୁନିଟ୍ରେ କ'ଣ କରେ ନା ୱାନ୍ ଅଫ୍ ଦ ଟୁ ବେସିକ୍ କମ୍ପୋନେଣ୍ଟ ଅଫ୍ ଏ ସିପିୟୁ। ଏଟା କ'ଣ? ସିପିୟୁର ଗୋଟେ କମ୍ପୋନେଣ୍ଟ। acts as the central nervous system of a computer system, selects and interprets program instruction and coordinates execution। ঠিক ଅଛି। has some special purpose register and decoder to perform these activities। ঠিক ଅଛି ନା? ये କ'ଣ କରେ? सिलेक्ट्स एंड इंटरप्रिट्स प्रोग्राम इंस्ट्रक्शन। ये सिलेक्ट करे और इंटरप्रिट करे प्रोग्राम इंस्ट्रक्शन को एंड कोऑर्डिनेट एग्जीक्यूट्स एग्जीक्यूशन। देन से एग्जीक्यूशन को कौन करे? कोऑर्डिनेट करे। एटा केमिति हुए ना कि स्पेशल पर्पज रजिस्टर्स अच्छी आउ किछि डिकोडर अच्छी। गोटे डिकोडर अच्छी से मानको यूज करके ये काम गुड़ाक किए करे? कंट्रोल यूनिट करे। ठीक अछि। नेक्स्ट आसीबो कोन ना एएलयू। वन ऑफ द टू बेसिक कंपोनेंट ऑफ ए सीपीयू। एक्चुअल एग्जीक्यूशन ऑफ इंस्ट्रक्शन टेक्स प्लेस इन एयू एएलयू। मतलब कि एक्चुअल एग्जीक्यूशन टा जेट केट हुए एएलयू रे हुए। हैज सम स्पेशल पर्पज रजिस्टर, तार किछि स्पेशल पर्पज रजिस्टर्स अछि। हैज नेसेसरी सर्किटरी to carry out all the arithmetic and logical operation। has necessary circuitry to carry out all the arithmetic and logic operations include in the CPU instruction set। CPU instruction set ର include ବି ଥାଏ ଏବଂ ସେ ସବୁ को एग्जीक्यूट करे। ऑल द एरिथमेटिक एंड लॉजिकल ऑपरेशन को से कौन करे? कैरी आउट करे। कैरी आउट माने एग्जीक्यूट करे। ठीक আছে। दिस इज कॉल्ड एरिथमेटिक लॉजिक यूनिट। এই তিনটা তো ସମସ୍ତଙ୍କର କ୍ଲିୟର ଅଛି। CPU, CU and ALU କ୍ଲିୟର ତ? ଆଜ୍ଞା ସାର୍। ଓକେ। ତାପରେ ଆସିବ ଇନଷ୍ଟ୍ରକ୍ସନ ସେଟ୍। ଇନଷ୍ଟ୍ରକ୍ସନ ସେଟ୍ ରେ କ'ଣ ଆସିବ ନା CPU has built-in ability to execute a particular set of machine and instructions called its instruction set। CPU has built-in ability to execute a particular set of machine instruction called instruction set। तो CPU को ଗୋଟେ built in ability ଅଛି। ସେ କ'ଣ କରିପାରେ ନା execute କରିପାରେ particular set of machine instruction। କିଛି machine instruction ଥାଏ ସେଟାକୁ ସେ କ'ଣ କରିପାରେ ନା execute କରିପାରେ। ତାକୁ ହିଁ କହନ୍ତି instruction set। The most CPU have 200 or more instructions such as add, subtract, compare। ବହୁତ ସାରା instructions ଅଛି ସେଟାକୁ ସେ execute କରିପାରେ in their instruction set। CPU made by different manufacturers have different instruction set। CPU ଦେଖ ବହୁତ ସାରା କମ୍ପାନୀ CPU ବନଉଛନ୍ତି ନା, ତ ସେମାନଙ୍କର different instruction set ଥାଏ। Manufacturer tends to group their CPU into families having similar instruction set। ବହୁତ ସାରା into ସେମାନେ କ'ଣ କରନ୍ତି? Manufacturer tends to their CPUs into families। ସେମାନେ ତାଙ୍କ ଫ୍ୟାମିଲିରେ ସେଟା କ'ଣ କରନ୍ତି? ଗ୍ରୁପ କରିଦିଅନ୍ତି having similar instruction set। Okay। New CPU whose instruction set include instruction set of its predecessor CPU।
Now CPU whose instruction set includes instruction set of its predecessor CPU is said to be backward compatible with its predecessor. ତ ଏବେ ନ୍ୟୁ CPU ଗୋଟେ ୟୁଜ୍ ହଉଛି ନ୍ୟୁ CPU ଯୋଉଟାକ ୟୁଜ୍ ହଉଛି whose instruction set include instruction set of its predecessor CPU. predecessor CPU ମାନେ ତା ନାଁ ଗୋଟେ CPU ଦିଆହେଇଛି predecessor CPU is said to be backward compatible with its predecessor मतलब backward compatible ବି ତାକୁ କୁହାଯାଏ ନୂଆ ଯୋଉ CPU ବାହାରୁଛି ସେ ତାକୁ predecessor CPU ବୋଲି କୁହାଯାଏ ଠିକ ଅଛି ତାକୁ କୁହନ୍ତି it's said to be backward compatible ଠିକ ଅଛି then next ଆସିବା register register କ'ଣ ସ୍ପେଶିଆଲ ମେମୋରି ୟୁନିଟ୍ସ ଏଟା ବହୁତ ସାରା ସ୍ପେଶିଆଲ ମେମୋରି ୟୁନିଟ୍ ବହୁତ ହି କମ୍ ତାର ଥାଏ capacity storage capacity called register are used to hold information on a temporary basis temporary basis ରେ ସେ କ'ଣ କରେ information କୁ hold करे as the instruction are interpreted and executed by the CPU ସେ temporary basis ରେ ତାକୁ store କରେ as the instruction are interpreted and executed by the CPU ଯେତେ ପର୍ଯ୍ୟନ୍ତ ସେ ଇଣ୍ଟରପ୍ରେଟ୍ କରିନଥିବ ଏକ୍ଜିକ୍ୟୁଟ୍ କରିନଥିବ CPU ଦ୍ୱାରା ଠିକ ଅଛି ରେଜିଷ୍ଟର୍ସ ଆର୍ ପାର୍ଟ ଅଫ୍ ଦ CPU ହେଲା ଏଟା ରେଜିଷ୍ଟରଟା କ'ଣ CPU ର ପାର୍ଟ ନଟ୍ ମେନ୍ ମେମୋରି ଅଫ୍ ଏ କମ୍ପ୍ୟୁଟର ହେଲା ରେଜିଷ୍ଟର କ'ଣ CPU ର ଗୋଟେ ପାର୍ଟ ଦ ଲେନ୍ଥ ଅଫ୍ ଏ ରେଜିଷ୍ଟର ସମଟାଇମ୍ସ କଲ୍ଡ ଇଟ୍ସ ୱାର୍ଡ ସାଇଜ ହେଲା ଯୋଉ ରେଜିଷ୍ଟରର ଯୋଉ ଲେନ୍ଥଟା ଥାଏ ନା ତାକୁ ବି ବେସିକାଲି ଆମେ କ'ଣ କହେ ନା ୱାର୍ଡ ସାଇଜ ବୋଲି କହେ equals the number of bits it can store ହେଲା ୱାର୍ଡ ସାଇଜ ମାନେ କେତେ ନମ୍ବରର ବିଟ୍ ଟାକୁ ସେ ଷ୍ଟୋର କରିପାରିବ ସେଇ ରେଜିଷ୍ଟର ଠିକ ଅଛି ତାକୁ କହନ୍ତି ୱାର୍ଡ ସାଇଜ with all other parameters being the same comma a CPU with 30-bit registers can process data twice larger than one with 16-bit registers with all other parameters being the same a CPU with 32-bit register can process data twice larger than one with 16-bit register ठीक ଅଛି with all other parameters being the same a CPU with 32-bit register can process data twice larger than one with 16-bit register ଦେଖ in general ଯୋଉ ରେଜିଷ୍ଟରଟା 32 ବିଟ୍ର ରେଜିଷ୍ଟର ହେଇଥିବ ସିଏ ତାର ଟୁୱାଇସ୍ କାମ କରିବ କାହାର 16-ବିଟ୍ ରେଜିଷ୍ଟରରେ ହେଲା ତ ଗୋଟେ ରେଜିଷ୍ଟର ଥିବ ତାର 16 ବିଟ୍ ଥିବ ତା ଡାଟା ୱାର୍ଡ ସାଇଜଟା ମାନେ ନମ୍ବର ଅଫ ବିଟ୍ସ ତ 16 ବିଟ୍ର ରେଜିଷ୍ଟର ହେଇଥିବ ଆଉ ଗୋଟେ ଥିବ କ'ଣ 32-ବିଟ୍ର ରେଜିଷ୍ଟର ଥିବ ତ ବର୍ତ୍ତମାନ 16-ବିଟ୍ର ରେଜିଷ୍ଟରଟା କ'ଣ ଟିକେ ଛୋଟ ହେଇଯିବ 32-ବିଟ୍ ଅପେକ୍ଷା ମାନେ କ'ଣ 32-ବିଟ୍ ରେଜିଷ୍ଟରଟା ଡବଲ କାମ କରିବ 16-ବିଟ୍ ରେଜିଷ୍ଟରର ସିମ୍ପଲ ଫଣ୍ଡା ବୁଝି ହେଉଛି ତ ୱାର୍ଡ ସାଇଜ ହେଲା ତାର ନମ୍ବର ଅଫ ବିଟ୍ସ ତ 16-ବିଟ୍ ରେଜିଷ୍ଟରର ଡବଲ କାମ କିଏ କରିବ 32-ବିଟ୍ ରେଜିଷ୍ଟର୍ସ ହଁ କି ନାହିଁ କ୍ଲିୟର ନା ଆଜ୍ଞା ସାର୍ ହୁଁ ଦେଖ ସବୁ ରେଜିଷ୍ଟର ମାନଙ୍କର ନାଁ ଆଉ ତାଙ୍କର ଫଙ୍କସନ୍ ଠିକ ଅଛି ଫାର୍ଷ୍ଟ ଦେଖିବା ମେମୋରି ଆଡ୍ରେସ୍ MAR ହୋଲ୍ଡସ୍ ଆଡ୍ରେସ୍ ଅଫ୍ ଦ ଆକ୍ଟିଭ ମେମୋରି ଲୋକେସନ୍ ଯେଉଁ ଆକ୍ଟିଭ ମେମୋରି ଲୋକେସନ୍ ଥାଏ ନା ତାର ଆଡ୍ରେସଟାକୁ ସେ ହୋଲ୍ଡ କରେ memory buffer register holds contents of the accessed holds contents of the accessed read or written memory word holds the content of the accessed read or written memory word मतलब कि যেটাକୁ ଆମେ read କରିବା যেটাକୁ written କରିବା ସେଇ addressଟାକୁ ସିଏ କ'ଣ କରେ store କରେ memory buffer register ତାପରେ ଆସିବା next program controller PC holds address of the next instruction to be executed ଏଟା ଆମେ ଅପରେଟିଂ ସିଷ୍ଟମରେ ମୁଁ ତାଙ୍କୁ ବାରମ୍ବାର କହିଥିଲି ପ୍ରୋଗ୍ରାମ କଣ୍ଟ୍ରୋଲ ପିସି ସେ କ'ଣ କରେ ନେକ୍ସଟ ଇନଷ୍ଟ୍ରକ୍ସନର ଆଡ୍ରେସଟାକୁ ହେଲ୍ଡ କରେ ଠିକ ଅଛି ହୋଲ୍ଡସ୍ address of the next instruction to be executed then next
एक्यूमुलेटर कौन होल्ड्स डाटा टू बी operated upon intermediate results and the results कौन करे ना ऑपरेटेड अपन जोथिरे आमे डाटा को ऑपरेशन करबा इंटरमीडिएट रिजल्ट्स को मध्य स्टोर करे एंड द नॉर्मल रिजल्ट्स को मध्य से स्टोर करे एक्यूमुलेटर तापर इंस्ट्रक्शन होल्ड्स एन इंस्ट्रक्शन while it is being executed ठीक अच्छे से इंस्ट्रक्शन टा को होल्ड करे जेते बेले सेही इंस्ट्रक्शन टा एग्जीक्यूट होतबो सेही मोमेंट रे इंस्ट्रक्शन टा को से होल्ड करे इंस्ट्रक्शन रजिस्टर ठीक अच्छे तापर इनपुट आउटपुट रजिस्टर यूज टू कम्युनिकेट विथ द इनपुट आउटपुट डिवाइसेस ହେଲା ଯେତେବେଳେ ଆମେ ଇନପୁଟ ଆଉଟପୁଟ ଡିଭାଇସେସ୍ ସହିତ କମ୍ୟୁନିକେଟ୍ କରିବା ସେଇ ସେଇ ମୋମେଣ୍ଟରେ ଯୋଉ ଡାଟାଟା ଷ୍ଟୋର ହୁଏ ତାକୁ ହିଁ କହନ୍ତି ଇନପୁଟ ଆଉଟପୁଟ ରେଜିଷ୍ଟର ହେଲା ସେଇ ମୋମେଣ୍ଟରେ ଯିଏ ଡାଟାଟାକୁ ଷ୍ଟୋର କରେ ତାକୁ ହିଁ କହନ୍ତି କଣ ଇନପୁଟ ଆଉଟପୁଟ ରେଜିଷ୍ଟର ଠିକ ଅଛି କଣ ରେଜିଷ୍ଟର ଆମ ପାଖରେ ରହିଗଲା ମେମୋରି ଆଡ୍ରେସ ଏମଏଆର ମେମୋରି ବଫର ଏମବିଆର ପ୍ରୋଗ୍ରାମ କଣ୍ଟ୍ରୋଲର ରେଜିଷ୍ଟର ପିସି ଏକୁମୁଲେଟର ଏ ତାପରେ ଇନଷ୍ଟ୍ରକ୍ସନ ଆଇ ଇନପୁଟ ଆଉଟପୁଟ ହେଲା ଆଇଓ ठीक ଅଛି मेमोरी एड्रेस कौन करे ना एक्टिव मेमोरी लोकेशन को होल्ड करे मेमोरी बफर कौन करे होल्ड्स कंटेंट ऑफ द एक्सेस्ड रीड और रिटर्न मेमोरी वर्ड प्रोग्राम कंट्रोलर कौन करे होल्ड्स एड्रेस ऑफ द नेक्स्ट इंस्ट्रक्शन टू बी एग्जीक्यूटेड एक्यूमुलेटर कौन होल्ड्स डाटा टू बी ओपनड अपॉन इंटरमीडिएट रिजल्ट एंड रिजल्ट्स इंस्ट्रक्शन कौन करे ना होल्ड्स इंस्ट्रक्शन व्हाइल इट इज बीइंग एग्जीक्यूटेड ठीक है ना इंस्ट्रक्शन कौन करे जो इंस्ट्रक्शन टाको स्टोर करे जेटा हमको एग्जीक्यूट करिवार अछि ठीक अछि हाँ এটা টিকে ମୁଁ ସେତେବେଳେ ବୋଧେ ମିସ୍ କରିଦେଇଥିଲି ହୋଲ୍ଡସ୍ ଇନଷ୍ଟ୍ରକ୍ସନ ହ୍ୱାଇଲ ଇଟ୍ ଇଜ ବିଇଙ୍ଗ ଏକ୍ଜିକ୍ୟୁଟେଡ୍ ମତଲବ ଯେଟା ଏକ୍ଜିକ୍ୟୁଟ ହବାର ଅଛି ଯେଉଁ ଇନଷ୍ଟ୍ରକ୍ସନଟା ଏକ୍ଜିକ୍ୟୁଟ ହବାର ଅଛି ସେଇ ଇନଷ୍ଟ୍ରକ୍ସନଟାକୁ ହୋଲ୍ଡ କରେ କିଏ ଇନଷ୍ଟ୍ରକ୍ସନ ରେଜିଷ୍ଟର ତାପରେ ଇନପୁଟ ଆଉଟପୁଟ ରେଜିଷ୍ଟର ଯୋଉଟାକୁ ଇନପୁଟ ଆଉଟପୁଟରେ ହିଁ ଆମକୁ କମ୍ୟୁନିକେଟ କରିବାର ଅଛି ସେଇ ଡାଟାକୁ ଯିଏ ଷ୍ଟୋର କରେ ତାକୁ ହିଁ କହନ୍ତି ଇନପୁଟ ଆଉଟପୁଟ ରେଜିଷ୍ଟର ଠିକ ଅଛି କ୍ଲିୟର ନା ଆଜ୍ଞା ସାର୍। ଫଙ୍କସନ୍ସ ଅଫ୍ କମନଲି ୟୁଜ୍ଡ ରେଜିଷ୍ଟର ଠିକ ଅଛି ତାପରେ ପ୍ରୋସେସର ସ୍ପିଡ ଅଛି ତ ଏଟା ତୁମେ ଏତେ ବି ନାହିଁ ବଟ୍ ଆମେ ଟିକେ ହାଲକା ଫୁଲକା ଦେଖିଦେବା କମ୍ପ୍ୟୁଟର ହେଜ୍ ଏ ବିଲ୍ଟ ଇନ୍ ସିଷ୍ଟମ କ୍ଲକ୍ that emits millions of regularly spaced electric pulse per second known as clock cycles ठीक ଅଛି मतलब कि कंप्यूटर हैज ए बिल्ट इन सिस्टम क्लॉक that emits billions of regular spaces electric pulse per second ହେଲା ପ୍ରତି ସେକେଣ୍ଡରେ କଣ କରେ ନା ତୁମର ସିଷ୍ଟମ କ୍ଲକଟା ଚାଲେ ହେଲା ତ ସେଟା କଣ ହବ that emits millions of regularly spaced electric pulses ହେଲା per second ପ୍ରତି ସେକେଣ୍ଡରେ millions of regularly spaced electric pulse ଚାଲେ ବୁଝିପାରୁଛ ତ ତାକୁ ହିଁ କହନ୍ତି କଣ କ୍ଲକ୍ ସାଇକେଲ ହେଲା ତ କମ୍ପ୍ୟୁଟର ଯେ ବିଲ୍ଟ ଇନ୍ ସିଷ୍ଟମ କ୍ଲକ୍ ମାନେ ପ୍ରତି ସେକେଣ୍ଡରେ ସେ କେତେ ଚାଲୁଛି ତା ପ୍ରୋସେସିଂ ସ୍ପିଡ ତାକୁ ହିଁ ବେସିକାଲି କଣ କହନ୍ତି କ୍ଲକ୍ ସାଇକେଲ ଇଟ୍ ଟେକ୍ସ ୱାନ୍ ସାଇକେଲ ଟୁ ପରଫର୍ମ ଏ ବେସିକ୍ ଅପରେସନ ପୁରା ସାଇକେଲ ଗୋଟେ ମେଣ୍ଟେନ କରେ ଗୋଟେ ବେସିକ୍ ଅପରେସନ ପରଫର୍ମ କରିବା ପାଇଁ ସଚ୍ ଏଜ୍ ମୁଭିଂ ଏ ବାଇଟ୍ ଅଫ୍ ଡାଟା ଫ୍ରମ୍ ୱାନ୍ ମେମୋରି ଲୋକେସନ ଟୁ another ଗୋଟେ ମେମୋରି ଲୋକେସନରୁ ଆଉ ଗୋଟେ ମେମୋରି ଲୋକେସନକୁ ଯୋଉ ଡାଟାଟା ତୁମେ ଟ୍ରାନ୍ସଫର କରିବ ସେଇଟା ହେଲା ଗୋଟେ ସାଇକେଲ ଭିତରେ ଯାଏ ଠିକ ଅଛି ନର୍ମାଲି ସେଭରାଲ କ୍ଲକ୍ ସାଇକେଲ ଆର୍ ରିକ୍ୱାର୍ଡ ଟୁ ଫେଚ୍ ଡିକୋଡ ଏକ୍ଜିକ୍ୟୁଟ ଏ ସିଙ୍ଗଲ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନ ହେଲା ନର୍ମାଲି କଣ ହୁଏ ସେଭରାଲ କ୍ଲକ୍ ସାଇକେଲ ଆମେ ୟୁଜ କରେ ହେଲା ସେଟାକୁ ଫେଚ୍ କରିବ ତାପରେ ଡିକୋଡ କରିବ ତାପରେ ଏକ୍ଜିକ୍ୟୁଟ କରିବ ଗୋଟେ ସିଙ୍ଗଲ ପ୍ରୋଗ୍ରାମ ଇନଷ୍ଟ୍ରକ୍ସନରେ ବହୁତ ସାରା କ୍ଲକ୍ ସାଇକେଲ ଆମର ୟୁଜ ହୁଏ ঠিক ଅଛି ହେନ୍ସ ସର୍ଟର କ୍ଲକ୍ ସାଇକେଲ ଯାହାର କ୍ଲକ୍ ସାଇକେଲଟା ବହୁତ ସର୍ଟର ଥାଏ ଫାଷ୍ଟର ଦ ପ୍ରୋସେସର ହେଲା ଯାହାର କ୍ଲକ୍ ସାଇକେଲ ବହୁତ ହି କମ୍ ଥାଏ ତାକୁ ହିଁ ଆମେ କଣ କହିବା ଫାଷ୍ଟର ପ୍ରୋସେସର ବୁଝିପାରୁଛ ଯେ କମ୍ କମ୍ ସାଇକେଲରେ କାମ ହେଇଯାଉଛି ସେତେବେଳେ ତାକୁ ଆମେ କହିବା ଯେ ପ୍ରୋସେସର ସ୍ପିଡଟା ବହୁତ ଅଧିକା ଅଛି ଠିକ ଅଛି କ୍ଲକ୍ ସ୍ପିଡ କଣ ନମ୍ବର ଅଫ କ୍ଲକ୍ ସାଇକେଲ ପର ସେକେଣ୍ଡ ହେଲା ନମ୍ବର ଅଫ କ୍ଲକ୍ ସାଇକେଲ ପର ସେକେଣ୍ଡ ଇଜ ମେଜର୍ଡ ଇନ୍ ମେଗା ହର୍ଜ ତା यूनिट कौन ताको मेजर केमती करा जाए ना मेगा हर्ज रे ताको मेजर करा जाए क्लॉक स्पीड ताको क्लॉक स्पीड कौन
नंबर ऑफ क्लॉक साइकिल पर सेकंड एटा ला इंपोर्टेंट पार्ट ला एटा टिके नोट करथबो क्लॉक स्पीड कोन नंबर ऑफ क्लॉक साइकिल पर सेकंड इज मेजर्ड इन मेगाहर्ट्ज जेटा को हम कहबा 10 टू द पावर 6 साइकिल पर सेकंड और गीगाहर्ट्ज 10 टू द पावर 9 साइकिल्स पर सेकंड ठीक अछि आइदर मेगाहर्ट्ज रे ताको करा जिवो नने गीगाहर्ट्ज रे करा जिवो हला तम प्रोसेसर स्पीड टाको मेजर करिया पे ठीक अछि क्लियर तो किछ डाउट अछि पचार ठीक तो बुझी आछे ଆଜ୍ଞା ସାର୍। ओके तापर अछि फिर टाइप्स ऑफ प्रोसेसर देन टाइप्स ऑफ प्रोसेसर आसो टाइप ऑफ आर्किटेक्चर तापर ता फीचर तापर यूजेज देखो गोटे अछि सीआईएससी कॉम्प्लेक्स सेट कॉम्प्लेक्स इंस्ट्रक्शन सेट कंप्यूटर सीआईएससी कॉम्प्लेक्स इंस्ट्रक्शन सेट कंप्यूटर तेरे फीचर कौन लार्ज इंस्ट्रक्शन सेट थाए वेरिएबल लेंथ इंस्ट्रक्शंस थाए वेराइटी ऑफ एड्रेसिंग मोड्स थाए कॉम्प्लेक्स एंड एक्सपेंसिव टू प्रोड्यूस थाए मोस्टली यूज्ड इन पर्सनल कंप्यूटर्स पर्सनल कंप्यूटर रे ही एई टाइप रा आर्किटेक्चर यूज करा जाय सिस्क कॉम्प्लेक्स इंस्ट्रक्शन सेट कंप्यूटर लार्ज इंस्ट्रक्शन सेट थाए वेरिएबल लेंथ इंस्ट्रक्शन थाए वेराइटी ऑफ एड्रेसिंग मोड्स थाए कॉम्प्लेक्स एंड एक्सपेंसिव प्रोड्यूस थाए ठीक है এটা হচ্ছে সিস্ক মোস্ট ইউজ ইন পার্সোনাল কম্পিউটার্স নেক্সট আসিবা রিস্ক রিডিউসড ইনস্ট্রাকশন সেট কম্পিউটার স্মল ইনস্ট্রাকশন সেট থাকে ফিক্সড লেন্থ ইনস্ট্রাকশন লেন্থ সেটস থাকে রিডিউস রেফারেন্সেস টু মেমোরি টু রিট্রাইভ অপারেন্টস যেটা কোন মোস্টলি ইউজড ইন ওয়ার্ক স্টেশন লে এটা বেসিক্যালি यूज हुए ठीक আছে গোটা হলা সিস্ক গোটা হলা রিস্ক সিক্স কোন কমপ্লেক্স ইনস্ট্রাকশন সেট কম্পিউটার এটা হলা রিডিউস ইনস্ট্রাকশন সেট কম্পিউটার ঠিক আছে গোটা হলা সিস্ক গোটা হলা রিস্ক ହେଲା ଆଉ କଣ ଅଛି ହଁ ଆଉ ଗୋଟେ ଅଛି ଇପିକ୍ କଣ explicitly parallel instruction computing ये कौन ना allow software to communicate explicitly to the processor when operations are parallel ଯେତେବେଳେ ଅପରେସନ ଟା parallel ଥିବ ସେତେବେଳେ ସେ ସଫ୍ଟୱେର ଟା ୟୁଜ କରାଯାଏ allow software to communicate explicitly to the processor when operations are parallel uses tighter coupling between the compiler and the processor ତାର ଯୋଉ coupling ଟା ବହୁତ tight ଥାଏ ଠିକ ଅଛି enable compiler to extract maximum parallelism in the original code and explicitly describe it to the processor ହେଲା এটা কোটি ইউজ করা যায় মোস্টলি ইউজড ইন হাই এন্ড হাই এন্ড সর্ভর এন্ড ওয়ার্ক স্টেশনস ঠিক আছে দিস ইজ কল্ড ইপিক ହେଲା ଖାଲି ବେସିକ ଜାଣିବାର ଅଛି ଇପିକ୍ କଣ ଜାଣିବାର ଅଛି ଇପିକ୍ ହେଲା ଗୋଟେ ଟାଇପ୍ସ ଅଫ କମ୍ପ୍ୟୁଟର ଆର୍କିଟେକ୍ଚର ଏବଂ ତା ଫୁଲ ଫର୍ମ ଜାଣିବାର ଅଛି ଏକ୍ସପ୍ଲିସିଟ ପାରାଲେଲ କମ୍ପ୍ୟୁଟିଂ ହେଲା ଆଉ ଟିକେ ଥୋଡା ବହୁତ ଏଗୁଡା ଦେଖିଦବ ଆଖି ପକେଇଦବ ଆଉ ହେଲା ଏତେ ଡେପ୍ଥରେ ଯିବା ଦରକାର ନାହିଁ ଫିଚରଟା ଆଉ ଗୋଟେ ଅଛି ମଲ୍ଟି କୋର ପ୍ରୋସେସର मल्टी कोर प्रोसेसर कौन ना ए प्रोसेसर चिप हैज मल्टीपल कूलर रनिंग मोर एनर्जी एफिशिएंट प्रोसेसिंग कोर्स ठीक है ना एबे जो एबे नॉर्मली जोड़ा का हम यूज करछे प्रोसेसर चिप हैज मल्टीपल कोर रनिंग मोर एनर्जी एफिशिएंट प्रोसेसिंग कोर्स then improve overall performance by handling more work in parallel मल्टी कोर ହେଲା ମାନେ କଣ ବହୁତ ଗୁଡା ଗୋଟେ ପ୍ରୋସେସର ଭିତରେ ଆହୁରି ବହୁତ ଛୋଟ ଛୋଟ ପ୍ରୋସେସର ଥିବେ ବୁଝଛ ତ ସେମାନଙ୍କୁ କଣ କରିଦିଆଯିବ ନା ସବୁ କାମ ଡିଷ୍ଟ୍ରିବ୍ୟୁଟ ହେଇଯାଏ ଯାହାଫଳରେ ପାରାଲାଲି ସେ ବହୁତ ଗୁଡାକ କାମ କରିଦିଅନ୍ତି ତା- ବହୁତ ଗୁଡା କାମ ଏକା ସାଙ୍ଗରେ କରିଦେଲା ମାନେ କଣ ହବ ଇମ୍ପ୍ରୁଭ ଓଭରଅଲ ପରଫରମାନ୍ସ ଟା ଇମ୍ପ୍ରୁଭ ହେଇଯିବ କ୍ୟାନ୍ ସେୟାର
architectural components such as memory elements and memory management। ଠିକ ଅଛି। mostly used in high end server and workstation। ହେଲା। ତ high end server ଓ workstation ରେ ଆକୁ ୟୁଜ୍ କରାଯାଏ। ଠିକ ଅଛି। ତ କଣ କଣ ଆମେ ପଢିଗଲେ ଟାଇପ୍ସ। ଗୋଟେ ହେଲା କଣ CISC କମ୍ପ୍ଲେକ୍ସ ସେଟ୍ ଇନଷ୍ଟ୍ରକ୍ସନ କମ୍ପ୍ୟୁଟର, ଏଟା ପର୍ସନାଲ କମ୍ପ୍ୟୁଟର ୟୁଜ୍ କରାଯାଏ। ରିସ୍କ ରିଡ୍ୟୁସ୍ ଇନଷ୍ଟ୍ରକ୍ସନ ସେଟ୍ ୟୁଜ୍ ହୁଏ, ମୋଷ୍ଟଲି ୟୁଜ୍ ଇନ୍ ୱାର୍କ ଷ୍ଟେସନ। ତାପରେ ଇପିକ୍ explicitly parallel instruction computing, mostly used in high end server and workstation। then types of architecture and sorry multi-core processor এটা কোটি यूज করা যায়, mostly used in high end servers and workstations। ঠিক আছে। this is all about type of processor। ঠিক আছে। କ୍ଲିୟର ତ। ଆଜ୍ଞା ସାର୍। ତ main memory storage evaluation criteria memory organization main memory। ତ ଆଜି ଖାଲି ପ୍ରୋସେସରଟା ଥାଉ। ନେକ୍ସଟ କ୍ଲାସ୍ ଆମେ ଦେଖିବା ମେମୋରିର, ମେମୋରିକୁ ଇନ୍ ଡେପ୍ଥ ଆମେ ଯିବା। ମେମୋରି ବହୁତ ଅଛି। ଠିକ ଅଛି ନା, ସବୁ ମେମୋରିକୁ ଆମେ ଡିସ୍କସ୍ କରିବା। ଯେତେ ପ୍ରକାର ମେମୋରି ଅଛି ଦୁନିଆର ସବୁ ମେମୋରିକୁ କାଲି ଆମେ ଡିସ୍କସ୍ କରିଦେବା। ଠିକ ଅଛି। ଆଜି ଖାଲି ପ୍ରୋସେସରଟା ଜାଣ। ଠିକ ଅଛି। ଠିକ ଅଛି। ତ ଦିଟା କ୍ଲାସ୍ ଭିତରେ ଦେଖ 60 ପେଜେସ୍ ପଳେଇଗଲାଣି। ବୁଝିପାରୁଛ ତ। ସେରକ ତମେ ଭାବିକି ଚଲ 7ଟା କ୍ଲାସ୍ରେ ଏଟା ସରିଯିବ। ଠିକ ଅଛି। ତାପରେ ଆମେ ସି ପ୍ରୋଗ୍ରାମିଂକୁ ସିଫ୍ଟ ହେଇଯିବା। ଠିକ ଅଛି। ଆଜ୍ଞା ସାର୍। ତ ଠିକ ଠାକ କ୍ଲାସେସ୍ ହଉଛି ନା ରେ? ମୁଁ ଜାଣିପାରୁନି ଏକ୍ଜାକ୍ଟଲି ତମମାନଙ୍କ ଭିତରେ କଣ ସବୁ ହଉଛି, ବଟ୍ ମୋର ଏତିକି ସଜେସନ୍ କରେ ତମେ ପଢା ଉପରେ ଅଧିକା ଫୋକସ୍ କର। ବାହାର ଆଉଟସାଇଡ୍ ୱାର୍ଲଡରେ ବହୁତ ସାରା ଖାଲି ଫାଲତୁ ଜିନିଷ ହଉଛି ହେଲା, ସେସବୁ ଜିନିଷରେ ପଶିବ ତମେ ନିଜେ ହଇରାଣ ହବ, କ୍ୟାରିୟର ଖରାପ ହବ। ଠିକ ଅଛି। ଆଉ ସେସବୁ ହ୍ୟାଣ୍ଡେଲ କରିବା ପାଇଁ ତମର ବୟସ ଆଗକୁ ଆସିବ। ତମେ ଯେତେବେଳେ ପର୍ଟିକୁଲାର ଅର୍ଗାନାଇଜେସନ ଜଏନ୍ କରିବ ନା, ସେତେବେଳେ ତମେ ସେସବୁ ଜିନିଷକୁ ହ୍ୟାଣ୍ଡେଲ କରିବ। ଠିକ ଅଛି। ବଟ୍ ହଁ, ଏମର୍ଜେନ୍ସି କେସରେ କିଏ ଗୋଟେ ତମକୁ ଧର ପ୍ରୋବ୍ଲେମ କ୍ରିଏଟ୍ କରୁଛି, ଠିକ ଅଛି। ବଟ୍ ଅନନେସେସାରୀ ଫାଲତୁ ଜିନିଷରେ ପଶନି, ନହେଲେ ଖାଲି ଟାଇମ୍ ୱେଷ୍ଟ ହବ। ଠିକ ଅଛି।